ଅଭିନନ୍ଦନ। ଶ୍ରେଣୀ ତୃତୀୟ, ବିଷୟ ସାଧାରଣ ଜ୍ଞାନ, ପ୍ରସଙ୍ଗ ଆମ ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣି। ଅକ୍ଷୟ ତୃତୀୟା କେଉଁ ମାସରେ ପଡ଼େ? ଅକ୍ଷୟ ତୃତୀୟା କେଉଁ ମାସରେ ପଡ଼େ? ଉତ୍ତର ବୈଶାଖ। ଅକ୍ଷୟ ତୃତୀୟା ବୈଶାଖ ମାସରେ ପଡ଼େ। ଆମେ କେଉଁ ପର୍ବରେ ଚିତଉ ପିଠା ନଦୀ ଓ ପୋଖରୀରେ ପକାଉ? ଆମେ କେଉଁ ପର୍ବରେ ଚିତଉ ପିଠା ନଦୀ ଓ ପୋଖରୀରେ ପକାଉ? ଉତ୍ତର ଚିତାଲାଗି ଅମାବାସ୍ୟା। ଆମେ ଚିତାଲାଗି ଅମାବାସ୍ୟାରେ ଚିତଉ ପିଠା ନଦୀ ଓ ପୋଖରୀରେ ପକାଉ। ଧନୁଯାତ୍ରା ଓଡ଼ିଶାର କେଉଁ ସ୍ଥାନରେ ପାଳନ କରାଯାଏ? ଉତ୍ତର ବରଗଡ଼। ଧନୁଯାତ୍ରା ଓଡ଼ିଶାର ବରଗଡ଼ଠାରେ ପାଳନ କରାଯାଏ। ଜଗନ୍ନାଥଙ୍କ ରଥଯାତ୍ରା କେଉଁ ଦିନ ହୁଏ? ଜଗନ୍ନାଥଙ୍କର ରଥଯାତ୍ରା କେଉଁ ଦିନ ହୁଏ? ଉତ୍ତର ଆଷାଢ଼ ଶୁକ୍ଳ ଦ୍ୱିତୀୟା। ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ହୁଏ। କେଉଁ ପର୍ବରେ ଦେବୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ? କେଉଁ ପର୍ବରେ ଦେବୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ? ଉତ୍ତର ଦଶହରା। ଦଶହରା ପର୍ବରେ ଦେବୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ। କେଉଁ ପୂର୍ଣ୍ଣିମାରେ ଓଡ଼ିଶାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ? କେଉଁ ପୂର୍ଣ୍ଣିମାରେ ଓଡ଼ିଶାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ? ଉତ୍ତର କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ସୂର୍ଯ୍ୟଙ୍କୁ ପୂଜା କରାଯାଉଥିବା ପର୍ବର ନାମ କ'ଣ? ଉତ୍ତର ଶାମ୍ବ ଦଶମୀ। ସୂର୍ଯ୍ୟଙ୍କୁ ପୂଜା କରାଯାଉଥିବା ପର୍ବର ନାମ ଶାମ୍ବ ଦଶମୀ। କେଉଁ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା କୁହାଯାଏ? ଉତ୍ତର ଜ୍ୟେଷ୍ଠ ପୂର୍ଣ୍ଣିମା। ଜ୍ୟେଷ୍ଠ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା କୁହାଯାଏ। ଦୀପାବଳିରେ କେଉଁ ଦେବୀଙ୍କୁ ପୂଜା କରାଯାଏ? ଉତ୍ତର ମା କାଳୀ। ଦୀପାବଳିରେ ମା କାଳୀ ଦେବୀଙ୍କୁ ପୂଜା କରାଯାଏ। ମାଣବସାରେ କେଉଁ ଦେବୀଙ୍କୁ ପୂଜା କରାଯାଏ? ଉତ୍ତର ମା ଲକ୍ଷ୍ମୀ। ମାଣବସାରେ ମା ଲକ୍ଷ୍ମୀ ଦେବୀଙ୍କୁ ପୂଜା କରାଯାଏ। ଓଡ଼ିଆ ଭାଗବତ ରଚୟିତା କିଏ? ଓଡ଼ିଆ ଭାଗବତ ରଚୟିତା କିଏ? ଉତ୍ତର ଜଗନ୍ନାଥ ଦାସ। ଓଡ଼ିଆ ଭାଗବତ ରଚୟିତା ଜଗନ୍ନାଥ ଦାସ। ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଥିବା ବଡ଼ ପର୍ବର ନାମ କ'ଣ? ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଥିବା ବଡ଼ ପର୍ବର ନାମ କ'ଣ? ଉତ୍ତର ନୂଆଖାଇ। ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଥିବା ବଡ଼ ପର୍ବର ନାମ ନୂଆଖାଇ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏକଦନ୍ତ ଠାକୁର କାହାଙ୍କୁ କୁହାଯାଏ? ହିନ୍ଦୁ ଶାସ୍ତ୍ର ଅନୁସାରେ ଏକଦନ୍ତ କେଉଁ ଠାକୁରଙ୍କୁ କୁହାଯାଏ? ଉତ୍ତର ଗଣେଶ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏକଦନ୍ତ ଗଣେଶ ଠାକୁରଙ୍କୁ କୁହାଯାଏ। ଓଡ଼ିଆ ମହାଭାରତର ରଚୟିତା କିଏ? ଉତ୍ତର ସାରଳା ଦାସ। ଓଡ଼ିଆ ମହାଭାରତର ରଚୟିତା ସାରଳା ଦାସ। କାର୍ଯ୍ୟ ଫର୍ଦ୍ଦ 1 ନମ୍ବର ପ୍ରଶ୍ନ, ମା କାଳୀଙ୍କୁ କେଉଁ ପର୍ବରେ ପୂଜା କରାଯାଏ? ମା କାଳୀଙ୍କୁ କେଉଁ ପର୍ବରେ ପୂଜା କରାଯାଏ? 2 ନମ୍ବର ପ୍ରଶ୍ନ, ସୂର୍ଯ୍ୟ ଦେବତାଙ୍କୁ କେଉଁ ପର୍ବରେ ପୂଜା କରାଯାଏ? ସୂର୍ଯ୍ୟ ଦେବତାଙ୍କୁ କେଉଁ ପର୍ବରେ ପୂଜା କରାଯାଏ? 3 ନମ୍ବର ପ୍ରଶ୍ନ, ଓଡ଼ିଆ ମହାଭାରତର ରଚୟିତା କିଏ? 3 ନମ୍ବର ପ୍ରଶ୍ନ, ଓଡ଼ିଆ ମହାଭାରତର ରଚୟିତା କିଏ? 4 ନମ୍ବର ପ୍ରଶ୍ନ, ଅକ୍ଷୟ ତୃତୀୟା କେଉଁ ମାସରେ ପଡ଼େ? ଅକ୍ଷୟ ତୃତୀୟା କେଉଁ ମାସରେ ପଡ଼େ? ଲେଖ। 5 ନମ୍ବର ପ୍ରଶ୍ନ, ମାଣବସାରେ କେଉଁ ଦେବୀଙ୍କୁ ପୂଜା କରାଯାଏ? ମାଣବସାରେ କେଉଁ ଦେବୀଙ୍କୁ ପୂଜା କରାଯାଏ? ଲେଖ। ଧନ୍ୟବାଦ।